ସୁଭଦ୍ରା ଯୋଜନାରେ ଫ୍ରଡ୍ରୁ ବଞ୍ଚିବା ପାଇଁ ସତର୍କ ଜାରି କରାଯାଇଛି। ସୁଭଦ୍ରା ଯୋଜନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହି ସତର୍କବାଣୀ ଜାରି କରାଯାଇଛି। ଦେଖନ୍ତୁ ଏହି ସତର୍କବାଣୀରେ କ'ଣ ଲେଖା ହେଇଛି। ରାଜ୍ୟ ସରକାରଙ୍କ ଦେୟମୁକ୍ତ ଯୋଜନା ସୁଭଦ୍ରାରେ ଆବେଦନ ପାଇଁ ସାଧାରଣ ସେବା କେନ୍ଦ୍ର ମାନେ CSC ସେଣ୍ଟର ଓ ମୋ ସେବା କେନ୍ଦ୍ରରେ ଟଙ୍କା ଦେବାକୁ ପଡ଼େ ନାହିଁ। ଏହା ସମ୍ପୂର୍ଣ୍ଣ ଭାବରେ ମାଗଣା। ଦେୟ କରାଯାଇଥିବା କୌଣସି କେନ୍ଦ୍ରମାନଙ୍କରେ ଟଙ୍କା ମାଗିଲେ ଆମକୁ ଦେୟମୁକ୍ତ ସହାୟତା ନମ୍ବର 14678 ମାଧ୍ୟମରେ ଜଣାନ୍ତୁ। ଦେଖନ୍ତୁ ଆପଣମାନଙ୍କୁ ଏଠି ସତର୍କ କରିଦିଆଯାଉଛି। ଯଦି ଆପଣ ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର CSC ସେଣ୍ଟରରେ ଯାଇ ଆପଣ ଏହି ଫର୍ମକୁ ଦାଖଲ କରୁଛନ୍ତି, ଆବେଦନ କରୁଛନ୍ତି, ତେବେ ଆପଣମାନଙ୍କୁ ଯଦି ସେ ଟଙ୍କା ମାଗୁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ, କାରଣ ଏହା ପୁରା ମାଗଣା ରହିଛି। ଯଦି ଆପଣଙ୍କୁ ସେ ଟଙ୍କା ମାଗନ୍ତି ତେବେ ଆପଣମାନଙ୍କୁ 14678 ମାଧ୍ୟମରେ କଲ୍ କରି ଜଣାଇବାକୁ ପଡ଼ିବ। ଏହି ନମ୍ବର ହେଉଛି ହେଲ୍ପଲାଇନ୍ ନମ୍ବର। ଏହି ନମ୍ବରରେ ଆପଣ କଣ୍ଟାକ୍ଟ କରି ଜଣାଇ ପାରିବେ। ଦେଖନ୍ତୁ ତଳେ ମଧ୍ୟ ପୋଷ୍ଟରରେ ଜଣାଇ ଦିଆଯାଇଛି, ଠକେଇରୁ ନିଜକୁ ସୁରକ୍ଷିତ ରଖନ୍ତୁ। ମନେ ରଖନ୍ତୁ, ସୁଭଦ୍ରା ସମ୍ପୂର୍ଣ୍ଣ ଦେୟମୁକ୍ତ। ସାଧାରଣ ସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଆବେଦନକାରୀ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହା ସମ୍ପୂର୍ଣ୍ଣ ମାଗଣା ଅଟେ। ଯଦି ଏଭଳି କୌଣସି ଘଟଣା ଆପଣଙ୍କ ଅଞ୍ଚଳରେ ଜାଣିବାକୁ ପାଉଛନ୍ତି, ତେବେ ତୁରନ୍ତ ଆମକୁ ସୁଭଦ୍ରା ପାଇଁ ଜାରି କରାଯାଇଥିବା ଦେୟମୁକ୍ତ ସହାୟତା ନମ୍ବର 14678ରେ ଫୋନ୍ କରି ଜଣାନ୍ତୁ। ଯଦି ଆପଣଙ୍କ ସାଙ୍ଗରେ ଏଭଳି କିଛି ଫ୍ରଡ୍ ହେଉଛି କି ଆପଣଙ୍କ ଏରିଆରେ ଏଭଳି କିଛି ଫ୍ରଡ୍ ସବୁ ଚାଲିଛି, ଠକେଇ ଚାଲିଛି, ତେବେ ଆପଣମାନେ ଏହି ସୁଭଦ୍ରା ଯୋଜନାର 14678 ନମ୍ବରରେ କଲ୍ କରି ଜଣାଇବା ଦରକାର, ଯାହାଦ୍ୱାରା ସେମାନଙ୍କୁ ଉଚିତ ଦଣ୍ଡ ମିଳିପାରିବ।